ଆମର ଯୋଉ ବିଲ୍ଟା ପାରିତ ହେଇପାରିଲାନି 33% ନାରୀଙ୍କ ମହିଳାଙ୍କ ସଂରକ୍ଷଣ ପାଇଁ ଯୋଉ ହେଇପାରିଲା ନାହିଁ। ଦେଖନ୍ତୁ କହିବାକୁ ଗଲେ ଅଧାଅଧି ଆମର ଯେତିକି ପପୁଲେସନ୍ ତାର ଅଧାଅଧି ହେଉଛନ୍ତି ନାରୀ। ଯଦି ଆମେ ତ ଅଧା ମାଗିନୁ 50% ମାଗିଛୁ କି ସଂରକ୍ଷଣ ନାହିଁ, ଆମେ ମାତ୍ର 33% ସଂରକ୍ଷଣ ମାଗିଲୁ, ଯାହାକୁ ଆମର କଂଗ୍ରେସ ଇଣ୍ଡିମେଣ୍ଟ ଏମାନେ ସବୁ ବିରୋଧ କଲେ, ଯାହାଦ୍ୱାରା ବିଲ୍ଟା ପାରିତ ହେଇପାରିଲା ନାହିଁ। 33% ସଂରକ୍ଷଣଟା ହେଇଥିଲେ ମହିଳା ସଶକ୍ତ ହେଲେ କହୁଛନ୍ତି ଆମର ଦେଶ ସଶକ୍ତ ହେବ। ଯଦି ମହିଳା ସଶକ୍ତ ହେବେ ହେଲେ ଦେଶ ସଶକ୍ତ ହେବ ବୋଲି ଆପଣମାନେ କହୁଛନ୍ତି, ଖାଲି ଭାଷଣ ବାଜିରେ ତ କଥାଟା ରହିବନି ନା, କଥାଟା ବି ଆମର କାମରେ କରିବା ଦରକାର। ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ এই যে বিল পারিত ପାଇଁ ଆମର ଚାଲିଥିଲା ତାକୁ କରେଇ ଦେଲେନି କିଏ? ସେ ଟିଏମସି, କଂଗ୍ରେସ, ଇଣ୍ଡିପେଣ୍ଡେଣ୍ଟ ଏମାନେ ସମସ୍ତେ ମିଶି କରେଇଦେଲେ। କଥା ହେଲା ଯଦି ଗୋଟେ ଆପଣ ମହିଳା ସଂରକ୍ଷଣ କହୁଛନ୍ତି, ମହିଳାଙ୍କ ପାଇଁ ପୁଣି କିଛି ରହିବା ଦରକାର ନା ନାଇଁ ସଂରକ୍ଷଣ ଦରକାର। ଯେହେତୁ ଏମାନେ ବିରୋଧ କଲେ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କମି ଏ ବିଲ୍ ଯେପର୍ଯ୍ୟନ୍ତ ପାରିତ ନ ହେଇଛି ସେ ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ। କେବେ ବି କଂଗ୍ରେସ ଦଳ କେବେ ବି ଚାହେଁନି ଯେ ନାରୀମାନେ ଆଗକୁ ଯାଆନ୍ତୁ ବୋଲି। ଇଏ ସବୁବେଳେ କଂଗ୍ରେସର ଏଇ ପ୍ରକାର ଧୋକାବାଜ କାରବାର। କେତେବେଳେ ସେମାନେ ଉଠିବାକୁ ଦିଅନ୍ତିନି ନାରୀମାନଙ୍କୁ ଉପରକୁ, ନହେଲେ 50 ବର୍ଷ ଶାସନ କାଳ ଭିତରେ 50% ଯୋଉଠି ପପୁଲେସନ୍ ମହିଳା ସେଠି କ'ଣ ଆମ ପାଇଁକା 33%ଟା କ'ଣ ବହୁତ ଗୁଡ଼େ ଥିଲା କି? ବହୁତ କମ୍ ପରସେଣ୍ଟ ଥିଲା 33%ଟା। ଏଇଟା ଯଦି ଆମକୁ ମିଳିଥାନ୍ତା ତାହେଲେ ବହୁତ ଭଲ ହେଇଥାନ୍ତା। କଂଗ୍ରେସର ବିରୋଧ ପାଇଁକା ହେଇପାରିନାହୁଁ ଆଜି ପର୍ଯ୍ୟନ୍ତ, ତେଣୁ ଆଗକୁ ଏ ଆନ୍ଦୋଳନ ବହୁତ ଜାରି ରହିବ। ନୂଆ ନୂଆ ଖବର ଜାଣିବା ପାଇଁ ଆମ LN ଟିଭିକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ।